नवम अध्याय अवधूत उवाच आनंदे कहे अवधूत शुणः यदुनूपनाथ सकल स्थाने मोहि भ्रमे मुथाई अजगर धर्मे स्वर्ग नरक बेनी प्राणी मु एहा एक धर्मे जानी एणु मो दुख सुख एक सममणई सर्वलोक आहारे भल मंद नाही जे स्थाने जे मंत मिलई सन्तुषे करई आहार तेणु विचार नाही मोर अल्प बहुते सन्तोष न मिले करे उपवास कर्म कषण देह सहे अरण्ये अजगर प्राय समे मणई दुख सुख अंतरे न हई विमुख ए धर्म अजगर चाही शिखिली गुरु शिक्षा पाई एणु प्रसन्न चित्त मोर स्वभावे निर्मल शरीर के जानी पारे मो उदर जेसने गभीर सागर एणु समुद्र दीक्षा पाई साधई शिष्य भाव बही बरसा समय रे नदी समूहे बहंती आच्छादी से जेने मिलती जलधि तेणु से नुहंती जे वृद्धि ग्रीष्मे नाही हानि तार सर्वदा समसे हुनीर विष्णुर माया मोह कल्प कपटे हई नारी रूप सृष्टि मोहिनी देवी माया घने जे सने विदुच्छाया से रूपे न करिब संग अनले जे सने पतंग संजुग कले प्राण नाश एणु न हिबता विश्वास पतंग तहु एहा जानी गुरु वचन परिमाणी काष्टपी तुला नारी रूपे थोइब जतिंक समीपे जतिए तार मुख चाही चरण अग्रे जेबे छुई मन मंथई ताहांकर एणु मन मथ सुख घर जड़े पाषाण प्राय मजे गजबंधन जेन्हे गजे एणु कुंजर भाव मणि गुरु वचन परिमाणी संग न करी नारी मेले निर्भये बुले भूमि तले एणु कामिनी संग तेजी ज्ञाने बसई चक्षु बुझी धने म नाही प्रयोजन एणु दरिद्रम जीवन धन अर्जने जार आस निरते दुख सुखे प्रास धन संचयी राट दिन न करे सुख भोग दान निरते करई संचय पापी कृपण दुराशय ताहार धन हरे आने मधु संचयी माछी जेन्हे न देई न खाई संचयी ताहार मुखे अग्नि देई मधु भखई नेई आन एणु से गुरु मराजन जेथिब वनचर मते चिते न देव ग्राम्य गीते निरते ज्ञाने थिब मन जुग संजुग अवधान लुब्धक गीत शुणी कर्णे जेसने मृग मरे बने एणु न शुणी ग्राम्य गीत बोलई ज्ञाने देई चित संगीत वाद्य नृत्य रंगे अरण्ये बेश्यागण संगे चिते ताहांक भाव घेनी कानने ऋष्य शृंग मुनि बंदी हईले काम पासे श्रवण इंद्रिय लालसे एणु मु मृग गुरु करी भ्रमे भ्रुकुटी रूप धरी
ଶୁଣ ସୁଚିତେନୁ ପବର ମଧୁହାରି ଯେ ଗୁରୁ ମୋର ମଧୁମକ୍ଷିକା ପୁଷ୍ପସାର ନେଇ ରଖଇ ନିଜ ଘର ବିନା ଉଦ୍ୟମେ ମଧୁହାରି ଭୁଞ୍ଜେ ତା ବଳାତ୍କାର କରି ଏମନ୍ତେ ଗୃହୀ ଦୁଃଖ ପାଇ ଅନ୍ନ ବ୍ୟଞ୍ଜନ ରଖେ ନେଇ ଅତିଥି ଆସି ଭୁଞ୍ଜେ ତାହା ଏମନ୍ତେ ଗୁରୁ ମଧୁଆ ଜିହ୍ୱା ମଧୁର ରସ ପାଇ ଲାଳ ସେ ଛାଡ଼ି ନ ପାରଇ ନିରତେ ଲୁଡ଼େ ଭୁଗ ମନେ ମୀନ ବଡ଼ସି ଥୁପ ଜେହ୍ନେ ଜିହ୍ୱାକୁ ବର୍ଜି ଇନ୍ଦ୍ରିଗଣ ହେଳେ ଜିଣିତ ପାରେ ମନ ଏବଲ ବୁଝି ଯେଉଁ ପ୍ରାଣୀ ଯେବେ ଜିହ୍ୱାକୁ ପାରେ ଜିଣି ହେଳେ ଜିଣଇ ଇନ୍ଦ୍ରିଗଣ ସେ ପ୍ରାଣୀ ନିଶ୍ଚେ ନାରାୟଣ ଏଣୁ ସେ ମୀନ ଗୁରୁ ମୋର ଏବେ ହୋ ଶୁଣନୁ ପବର ପୂର୍ବେ ଯେ ବିଦେହ ନଗରେ ପିଙ୍ଗଳା ବେଶ୍ୟା ଥାଇ ଘରେ ତାହାର ଧର୍ମ ମୁଁ ଆଚରି ବୋଲଇ ଗୁରୁ ଶିକ୍ଷା କରି ଶୁଣନୁ ପତି ସାବଧାନେ ପିଙ୍ଗଳା ବେଶ୍ୟା ଏକ ଦିନେ ଧନୀ ପୁରୁଷ ସୁତ ମେଳେ ସଂକେତ କଲା କାମ ଭୋଳେ ସଲ ଯେ ବସି ତାର ପାଶ ବଇଲା ମୋର ଘରେ ଆସ ଅନ୍ୟ ପୁରୁଷେ କାର୍ଯ୍ୟ ନାହିଁ ତ ସଙ୍ଗେ ବିହରିବି ମୁହିଁ ବହୁତ ଧନ ଦେବୁ ମତେ ଏମନ୍ତ ଲୁଭ କରି ଚିତେ ଧନେ ବାକୁଳ ତାର ଚିତ୍ତ ଏମନ୍ତର ବି ହେଲା ହସ୍ତ ସୁବେଶ କଲା ନିଜ ଦେହ ବସ୍ତ୍ରଭୂଷଣ ଗନ୍ଧ ସହ ଅତି ସୁନ୍ଦର ତର ବେଶେ ଦ୍ୱାରେ ରହିଲା ତାର ଆସେ ତିମିରି ପ୍ରକାଶିଲା ନିଶି ତାହାର ଦ୍ୱାରେ ଲୋକେ ଆସି ଅଳପ ଧନ ଦେଲେ ଆଣି ସମ୍ମତ ନ କଲା ତରୁଣୀ ସୁବେଶେ ତନୁ ଅଛି ସାଜି ନିରାଶେ ସର୍ବେ ଗଲେ ଭାଜି ରଜନୀ 10 ଦଣ୍ଡ ଗଲା ଏମନ୍ତେ ପିଙ୍ଗଳା ଓ ବଳା ଘରୁ ବାହାରି ଦ୍ୱାରେ ମିଳି ପଥକୁ ଚାହାଁଇ ନିରୋଳି ପଥେ ଯେ ଆତଜାତ ଜନେ ତାହାଙ୍କୁ ନିବାରି ଲୁଚନେ ପୁଣି ଶୁଣଇ ବାକ୍ୟ ସେଣେ ଧନୀ ଅଇଲା ପ୍ରାୟ ମଣେ ପୁଣି ମିଳଇ ନିଜ ଦ୍ୱାରେ କ୍ଷଣ କ୍ଷଣକେ ପଶେ ଘରେ ଏମନ୍ତେ ଧନର ଉଚାଟେ ରାତ୍ରେ ବୋଲଇ ଛଟପଟେ ପୁଣି ବାଳଇ ଦୁଃଖ ମନେ ଧନୀ ବା ନଇଲା କେଶନେ ସଂକେତ କଲା ମୋର ସଙ୍ଗେ ଧନେ ସୁରତି ସୁଖ ରଙ୍ଗେ ଏବେ ନଇଲା ସେ କିମ୍ପାଇଁ କିବା କାରଣ ତାର ହୋଇ ଏମନ୍ତେ ମନ ତାକୁ ଦେଇ ଭାଳଇ ନିଜ ଦ୍ୱାରେ ରହି ପୁଣି ପଶଇ ନିଜ ଘରେ ବେଗେ ମିଳଇ ଆସି ଦ୍ୱାରେ ଘରେ ବାହାରେ ପୁଣ ପୁଣ ଏମନ୍ତେ କରଇ ଭ୍ରମଣ ରଜନୀ ଅର୍ଦ୍ଧଭୋଗ ଗଲା ଧନୀ କି ନ ଦେଖି ପିଙ୍ଗଳା ଦେଖ ତାହାର ପୂର୍ବ ଭାଗ୍ୟ ଚିତେ ଉପୁଜିଲା ବୈରାଗ୍ୟ ନିଶ୍ୱାସ ଛାଡ଼ି ଉଚ୍ଚସ୍ୱରେ ଦୁଃଖେ ବସିଲା ନିଜ ଦ୍ୱାରେ କେବେ ହେ ନୁହେଁ ମନ ସ୍ଥିର ଅନ୍ତରେ କରଇ ବିଚାର ଦେଖ ମହର ମହଜାଲ ଅଜ୍ଞାନେ ଗଲା ଏତେ କାଳ ସର୍ବନାଶିଲି ଧନ ଲୁଭେ ନାରୀ ସ୍ୱଭାବେ କାମ ଭୋଗେ ଅସାଧୁ ପୁରୁଷଙ୍କ ମେଳେ କାନ୍ତ ସ୍ୱଭାବ କାମ ଭୋଳେ ରମିଲି ଧନେ ଦେଇ ମନ ଧିକ ଏ ମହର ଜୀବନ ନିକଟେ ଅଛି ମୋର ଭର୍ତ୍ତା ସର୍ବ ସମ୍ପଦ ସୁଖଦାତା ଅନାଥ ନାଥ ଜନହିତା ସୁଗତି ଗତିର ବିଧାତା ଏକାନ୍ତ ପୁରୁଷର ତନ ଏହାକୁ ଦୂରେ ଥୋଇ ମନ ରମିଲି କୁପୁରୁଷ ସଙ୍ଗେ ଅଜ୍ଞାନ ମହର ତିରଙ୍ଗେ ବୁଦ୍ଧି ମହର ଦୁଷ୍ଟମତି ବିପାକ କର୍ମେ ହୀନ ଗତି ବଞ୍ଚିଲି କୁପୁରୁଷ ମେଳେ ପୂର୍ବ ପାତକ କର୍ମ ଫଳେ ଏକାୟା ଘରେ ବାସ ମୋର ନିରତେ ରହେ ନବଦ୍ୱାର ଏହାର ମଧ୍ୟେ ମଳ ମୂତ୍ର ସମ୍ପୂର୍ଣ୍ଣ କଫବାତ ପିତ ଦୁର୍ଗନ୍ଧ କୃମିନାଳ ନାଡ଼ି ଅଶେଷ ରୋଗେଛନ୍ତି ବେଢ଼ି ଅସ୍ଥି ପଞ୍ଜରା ଚାରି ପାଶେ ଛାଉଣି ନଖଲୁମ କେଶେ ଶିରା ସଙ୍କୁଳି ଗଣ୍ଠି ଖେପି ଚର୍ମରୁ ଧୀର ମାଂସ ଲେପି ଏମନ୍ତ ଘରେ ମତେ ଥୋଇ ଯେ ଗୁରୁ ଗଲା ଶିକ୍ଷା ଦେଇ ସେ ଗୁରୁ ବାକ୍ୟ ପରିମାଣି ଏ ଘରେ ମୁହିଁ ଦୁଚାରୁଣୀ ମୋ ପ୍ରାଣନାଥ ଅଛି ପାଶେ ମୁହିଁ ନ ଦେଖେ ମହ ବସେ ସେ ନାଥ ସର୍ବଜୀବ ଆତ୍ମା ନିର୍ଲେପ ନିର୍ଗୁଣ ମହାତ୍ମା
ପ୍ରିୟ ଆନନ୍ଦ ସୁଖଦାତା ମୁଁ କିମ୍ପା ଛାଡ଼ି ନିଜ ଭର୍ତ୍ତା ତୁଚ୍ଛ ପୁରୁଷ ସଙ୍ଗେ ରମି ମୁହିଁ ହଇଲି ପଥ ଭ୍ରମି ନିଷ୍ଫଳ ମହର ଜୀବନ ଅଜ୍ଞାନେ ଗଲା ଏତେ ଦିନ ଏ ଦେହେ ବସେ ନାରାୟଣ ସେ ହରି ଛାଡ଼ି ମୂଢ଼ପଣ ଯେ ଦେହେ ଅଛି ନାନା ରୋଗ ତା ସଙ୍ଗେ କଲିର ତିରଙ୍ଗ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହଇଲେ ମରଇ ଯାବତ ଅଛି ମହପାଶ ତାବତ କରେ ଜ୍ଞାନ ନାଶ ଯାବତ ଗୋବିନ୍ଦ ଚରଣ ଏ ଜୀବନ ପଶେ ଶରଣ ତାବତ ନୁହେଁ ଆତ୍ମା ସୁଖୀ ନିରତେ ତାପତ୍ରୟେ ଦୁଃଖୀ ଏମନ୍ତ ମନେ ବିଚାରିଲା ଆନନ୍ଦେ ଶିରେ କରଦେଲା ବୋଲଇ ଧନ୍ୟ ଆଜ ଦିନ ମତେ ସନ୍ତୋଷ ଭଗବାନ ଧନ୍ୟ ମହର ପିତା ମାତ ଯେଣୁ ବୈରାଗ୍ୟ ଜ୍ଞାନ ଜାତ କୃଷ୍ଣର ଅଭୟ ଚରଣ ଆଜ ମୁଁ ପଶିବି ଶରଣ ସକଳ ଆଶା ଦୂର କରି ଭାବେ ଦେଖିବି ନର ହରି ଏକାନ୍ତେ ଭ୍ରମି ବନେ ବନେ ଭଜିବି ଅଭୟ ଚରଣେ କଷ୍ଟେ ରଖିବି ଏ ଶରୀର ଜଳ ପବନ ମୋ ଆହାର ଜନ୍ତୁ ଏ ଭବକୂପେ ପଡ଼ି କୃଷ୍ଣ ଭକତି ଦୂରେ ଏଡ଼ି ଜନ୍ମ ବଞ୍ଚିତ ଏ ସଂସାରେ ପଡ଼ନ୍ତି ଦୁଃଖ ମହାଘୂରେ ବିଷୟ ଯାହାର ଲୋଚନ ହରଇ ଆତ୍ମା ବୁଦ୍ଧି ଜ୍ଞାନ ଏ କାଳ କାଳ ସର୍ପ ରୂପେ ଜନ୍ତୁଙ୍କୁ ଗ୍ରାସେ ଭବକୂପେ ଏହାକୁ ପରିତ୍ରାଣ ଦାନ ଗୋବିନ୍ଦ ବିନୁ ନାହିଁ ଆନ ଆତ୍ମାକୁ ଆପଣେ ଉଦରେ ନିଷ୍କାମ ଜନ୍ମେ ଯା ଶରୀରେ ଏମନ୍ତେ ମନେ ମନେ ଚିନ୍ତି ରଜନୀ ହଇଲା ପାହାନ୍ତି ନିଶ୍ଚଳ ଚିତ୍ତ ଅବଧାନେ ପିଙ୍ଗଳା ଗଲା ଘୋର ବନେ ପରମ ସୁଖ ବୈରାଗ୍ୟ ଆଶା ପରମ ଦୁଃଖ ଯୁଗ ଏଣୁ ସକଳ ଆଶା ତେଜି ହରି ଚରଣେ ଦୃଢ଼ ଭଜି ପିଙ୍ଗଳା ଭ୍ରମି ଘୋର ବନେ ପଶିଲା ଶ୍ରୀହରି ଚରଣେ ଏଣୁ ପିଙ୍ଗଳା ଗୁରୁ ମୋର ନିରାଶେ ଭ୍ରମ ହିଁ ସଂସାର ବୋଲଇ ବିପ୍ର ଜଗନ୍ନାଥ ଯେତେ କହିଲେ ଅବଧୂତ ଶ୍ରୀ ଏକାଦଶ ଭାଗବତେ ଗୀତେ କହିଲି ଜନହିତେ ଅଳପହୀନ ବୁଦ୍ଧି ମୋର ଯେଣୁ ମୁଁ ଅଜ୍ଞାନ ପାମର ନ ଜାଣି ସମୁଦ୍ରର ଗତି ହସ୍ତେ ମନ୍ଥିଲି ମୂଢ଼ମତି ସେବଇ ସୁଜନ ପୟର ଏ ଦୋଷ କ୍ଷମା କର ମୋର ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ 82 ଏକାଦଶ ସ୍କନ୍ଧେ ଯଦୁରାଜା ଅବଧୂତ ସମ୍ବାଦେ ପିଙ୍ଗଳା ଉପାଖ୍ୟାନେ ନାମ 9ମ ଅଧ୍ୟାୟ।